एक्सक्यूज मी मिस्टर आनंद, मु हूँ एडवोकेट रूपाली दास। आदित्य राय केस मु लड़ुची। हाँ टे आलोक को डाकिदेवे सहित निरोलार कथा हेबी। कहीं से अमनिष पशु सहित कथा हेबे? देखंतु आपणकर शेष विषय किसी जानवा दरकार नहीं। आप डाकी दिंतु मु कथा हेबी। ठीक अच्छे मु भीतर डाकी दउची आपण कथा ही जानतु। किए किए आपण किए? अरे मु पचाउछु परा किए आपण किए? केमिति अच्छा मिस्टर आलो? तमाने तुम्हें मो विरुद्ध रे केस लड़ी हो बोली प्रस्तुत हो सारी चना। तमे कोन भाबुतलो तुमको बंचेबा जके ए केस मु लड़ी थांती? रूपाली देखो मु रचना मैडम परी आउ जने झियो आउ रचना मैडम ऊपर जो अत्याचार हेची से केस सेति पय मु लडुची। काईसा तू गोटे ना हां आउ रे कथा जानी खुशी हेबे मु तम विरुद्ध रे केस लडुतला बेले मो बापा तम सपक्ष रे केस लडुचन आ मो बाबा को चैलेंज करि आसीची ए केस रे मु जितिबी। तमे मते फांसी खुंटरे झुलेई दब एया ना? तामने तमे कहउथलो मु तुमको बंचेई थांती? तमे मोर सेई रूपाली तो? हां मु तमरा सेई रूपाली जे मते दिने भलो पाउथिला विवाह करियो बोली मते प्रतिश्रुति देइथिला आ मो हाथ रे हाथ छंदी ए दुनिया रो बड़ दांड चलियो बोली निष्पत्ति नैथिला स्वप्न लिखिथिला। तमे मोर सेई रूपाली तो? हां मु सेई रूपाली। तमे तमे मो जीवनटा को नष्ट कर दैछो, छरखर कर दैछो मोर स्वप्न को नष्ट कर दैछो। तमे नष्ट कर दैछो। तमे जदि बाघर पर घटना जानी थान तो ताहले तुमको फांसी हवा पूर्व मु विधवा हो जाई थांती। हसी हसी खोली नहीं थांती हाथरू सका पछी नहीं थांती मथारू सिंदूर आ बोर्ड काठ गुड़ा पर चित्कार करी कहि थांती जो साहब ए भले अमनिष पशु को फांसी घुटरे झुलाई दियंतु फांसी घुटरे झुलाई दियंतु। ताहले तमे ए निष्पत्ति नहीं सारी छ? मु तुमको फांसी कुंटे झुलिया पाई निष्पत्ति नहीं सारी माने तम भली अमनिष पशु को मु फांसी कुंटे निश्चय झुलेबी निश्चय। हम प्रेमटा को मु भांगिनी रूपाली बरं तमे भांगी देइछ। आमे देखिथिबा स्वप्नटा को मु भांगी देनी रूपाली बरं तमे भांगी देइछ। अरे एते बात आगे जीवा पूर्वरु थरुटे चिंता करि पारल? थरुटे तमे चिंता करि पारबनी ए कथा सत ना मिछ? बिना दोषरे
ବିନା ଦୋଷରେ ତ ମତେ ଦୋଷୀ ସଜେଇ ଦେଲ ନା। ଆଉ ତମେ କ'ଣ ଭାବୁଥିଲ ତମେ ତମ ଭଳି ଜଣେ ରେପିଷ୍ଟକୁ ବାହା ହେଇ ଏ ସମାଜରେ ମୁଁ ଘୃଣିତ ହେଇଥାନ୍ତି କାହିଁକି? ବଡ଼ ବଡ଼ କଥା କହୁଥିବା ମଣିଷ ମନରେ ଏତେ ଘୃଣା ଭାବ କ'ଣ ପାଇଁ? ମୁଁ ଭାବୁଥିଲି ରାସ୍ତା କଡ଼ରେ ପିଲାଟେ ବଡ଼ ହେଲେ ଭଲ ପରିବେଶ ପାଇଲେ ସେ ମିଠା ମିଠା କଥା କହିବ, ମଣିଷରୁ ଦେବତା ପାଲଟି ଯିବ। ହେଲେ ତମେ ଅମଣିଷ ପାଲଟି ଗଲ କେମିତି? କେମିତି ତମେ ଅମଣିଷ ପାଲଟି ଗଲ? କେମିତି ଲୋକଙ୍କ ଆଗରେ ତମେ ଗୋଟେ ଚରିତ୍ରହୀନ ପାଲଟି ଗଲ? କେମିତି? ଏଇ ସମାଜର ଲୋକମାନଙ୍କ କଥା କହୁଛ? ଏଇ ସମାଜର ଲୋକମାନଙ୍କ କଥା କହୁଛ ତମେ ରୂପାଲି? ଯୋଉ ସମାଜର ଲୋକମାନେ କୁହନ୍ତି ଦେଖରେ ଦୀପଟା କେଡ଼େ ମହାନ, ନିଜେ ଜଳି କେମିତି ଅନ୍ୟକୁ ଆଲୋକିତ କରୁଛି। ତମେ କହିଲ ରୂପାଲି ସତରେ କଣ ଦୀପଟା ଜଳି ଅନ୍ୟକୁ ଆଲୋକିତ କରେ? ନାଇଁ ରୂପାଲି, ଦୀପଟା ଜଳି କାହାକୁ ଆଲୋକିତ କରେ ନା, ବରଂ ସଳିତା ନିଜେ ଜଳି ଜଳି ଭସ୍ମ ହେଇ ସେ ଆଲୋକ ଅନ୍ୟମାନଙ୍କୁ ଆଲୋକିତ କରେ। ହେଲେ ବିଚୁଟାରେ ବାହା ନେଇଯାଇ ସେଇ ଦୀପଟା। ତାମାନେ ତମେ କ'ଣ କହିବାକୁ ଚାହୁଁଛ? ବାହାରଟା ଦେଖି ଭିତରଟା ଚିହ୍ନିବା କଥା ମୁଁ କହୁନି ରୂପାଲି, ଭିତରଟା ଚିହ୍ନିବା କଥା କହୁନି। ତମେ ଯଦି ଏଇ କଥାଟା ତମ ଡାଡିଙ୍କ ଆଗରେ କହିଦେଇଥାନ୍ତ ତାହେଲେ ତମେ ଦୋଷୀ ହେଇଥାନ୍ତ। ଛାଡ଼ ସେ କଥା। ଆଚ୍ଛା ରୂପାଲି, ତମେ ବିଶ୍ୱାସ କର ବା ନ କର, ମୁଁ ଦୁନିଆରେ ଗୋଟେ ଅପରାଧୀ ପାଲଟି ଯାଇଛି। ଏ ଦୁନିଆଟା ମତେ ଗୋଟେ ଅପରାଧୀ ସଜେଇ ଦେଇଛି। ତମେ ବି ମତେ ଗୋଟେ ଅପରାଧୀ ସଜେଇ ମୋ ବିରୁଦ୍ଧରେ ତମେ ମତେ ଫାଶୀ ଖୁଣ୍ଟରେ ଝୁଲେଇ ଦେବା ପାଇଁ ତମେ ମୋ ବିରୁଦ୍ଧରେ କେସ୍ ଲଢୁଛ। ଠିକ କହୁଛୁ ତୁ ଆଉ ବେଶୀ ଦିନ ଏ ଦୁନିଆରେ ରହିବୁନି, କାହିଁକି ନା ତୋର ସ୍ୱର୍ଗ ଯିବା ବ୍ୟବସ୍ଥାଟା ମୁଁ ଅଲରେଡି କରିସାରିଛି। ଦେଖନ୍ତୁ ମିଷ୍ଟର, ଆଉ କିଛି କହିବା ଦରକାର ନାହିଁ। ଏମିତି ଦଫା ଲଗେଇବି ଆଉ ଏମିତି ଚାର୍ଜସିଟ୍ କୋର୍ଟରେ ସବମିଟ୍ କରିବି, এইটা নিশ্চিত ফাঁসি পাইব হি পাইব। স্যার হ্যাঁ ଆପଣ ଭାବୁଥିବେ ନା ମୁଁ ଆଙ୍କୁ ଭଲ ପାଉଥିଲି, ହେଲେ ଆଙ୍କ ବିରୁଦ୍ଧରେ କେସ୍ କେମିତି ଲଢ଼ିବି? ଆଗରୁ ଭଲ ପାଉଥିଲି, କିନ୍ତୁ ଏବେ ତାଙ୍କୁ ମୁଁ ଘୃଣା କରୁଛି, ଘୃଣା। ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦଉଛି। ଆପଣଙ୍କ ଜାଗାରେ ଅନ୍ୟ କେଉଁ ଝିଅ ହେଇଥିଲେ ପ୍ରେମରେ ଅନ୍ଧ ହୋଇ ପ୍ରେମିକା ସପକ୍ଷରେ ଯୁକ୍ତି କରିଥାନ୍ତା, କିନ୍ତୁ এইটা বিরুদ্ধে ମୁଁ কেস লড়িবি। পশুକୁ ମୁଁ ফাঁসি ଖୁঁଟାରେ ଝୁଲାଇଦେବି। ନାରୀ ସମ୍ମାନକୁ ନେଇ ଯେ ଖେଳ ଖେଳିଲା, ସେଭଳି ଚରିତ୍ରହୀନ ଲୋକ ଏ ଦୁନିଆରେ ବଞ୍ଚିବାର କୌଣସି ଅଧିକାର ନାହିଁ, କୌଣସି ଅଧିକାର ନାହିଁ। ଭଲ ଲାଗିଲା ତମର ଏ ସ୍ୱଭାବଟା, ବହୁତ ଭଲ ଲାଗିଲା। ତମ ଭଳି ଯଦି ସବୁ ନାରୀମାନେ ହେଇଯାନ୍ତେ ତାହେଲେ ସମାଜଟା ବଦଳି ଯାଆନ୍ତା। ଥ୍ୟାଙ୍କ ୟୁ ଅଫିସର। ଯଦି ମାଇଣ୍ଡ ନ କରନ୍ତ ତାହେଲେ ଗୋଟେ ପ୍ରସ୍ତାବ ଦିଅନ୍ତୁ। ହଁ ଠିକ ଅଛି, କିଛି ଚିନ୍ତା ନ କରି ଯାହା କହିବାର ଅଛି କୁହ। ମାନେ ତମର ନିବୃତ୍ତ ଗୁଣ ଯୋଗୁଁ ମୁଁ ତୁମ ଉପରେ ଇମ୍ପ୍ରେସ୍ ଅଛି। ମୁଁ ତୁମକୁ ଜୀବନ ସାଥୀ ରୂପେ ଗ୍ରହଣ କରିବାକୁ ଚାହୁଁଛି, ବିବାହ କରିବାକୁ ଚାହୁଁଛି। ଅଛି ଦେଖନ୍ତୁ, ମାନେ ମୁଁ ଚିନ୍ତା କରି କହିବି। ମାନେ ମୁଁ ଆସୁଛି। ନାଇଁ ସାର୍,
ଆପଣ ସେ ଭୁଲ କରନ୍ତୁନି ସାର୍। କାହିଁ ପ୍ରେମିକା को प्रस्ताव ଦେଇଦେଲି ବୋଲି ମନଟା ଦୁଃଖ ହେଇଯାଉଛି। ମୁଁ ପ୍ରେମିକା କଥା କହୁନି, ମୁଁ ସେ ରଚନା ମ୍ୟାଡମଙ୍କ କଥା କହୁଛି। ଆବେ ସତ ଆପଣ ରଚନା ମ୍ୟାଡମକୁ ବିବାହ କରନ୍ତୁ ସାର୍। ତାଙ୍କ ଭଳି ଝିଅ ଏ ସଂସାରରେ ଆପଣ କୋଉଠି ପାଇବେନି। ରଚନା ମ୍ୟାଡମ କେବଳ ମୋ ପାଇଁ ନୁହେଁ, ସାରା ପୁରୁଷ ଜାତି ପାଇଁ ଅଛୁଆ ହେଇଯାଇଛି। ଆଉ ତାକୁ ଅଛୁଆ କରିଛୁ ତୁ ବେ। ଆନନ୍ଦ ବାବୁ, ହଁ ମୁଁ ଆସିଛି ମୋ ଜୀବନର ହିସାବ ନିକାଶ କରିବାକୁ। ତମେ ନିଶ୍ଚିନ୍ତ ରୁହ। ତମ ଜୀବନକୁ ଯିଏ ନଷ୍ଟ କରିଛି ସେ ଅମଣିଷ ପଶୁଟାକୁ ମୁଁ ଉଚିତ ଦଣ୍ଡ ଦେବି। ନାଇଁ ଆନନ୍ଦ ବାବୁ, ଆପଣ କିମ୍ବା ଆପଣଙ୍କ ଆଇନ ବ୍ୟବସ୍ଥା ତାକୁ ଯେଉଁ ଶାସ୍ତି ଦେବ ସେଥିରେ ମୋ ମନରେ କେବେ ପୂର୍ଣ୍ଣ ହେବନି। ମୁଁ ଚାହୁଁଛି ମୋ ନିଜ ହାତରେ ତାକୁ ଶାସ୍ତି ଦେବି। ତାକୁ ଶାସ୍ତି ଦେଲେ ମୋ ଭିତରେ ଜଳୁଥିବା ନିଆଁଟା ଶାନ୍ତ ହେଇଯିବ। ଠିକ ଅଛି, ମୁଁ ସାମ୍ନାରେ ଛିଡା ହଉଛି। ନିଅ ବାଡ଼ି, ମନ ଇଚ୍ଛା ଏଇଟାକୁ ମାର। ନାଇଁ ଆନନ୍ଦ ବାବୁ, ଆପଣଙ୍କ ସାମ୍ନାରେ ମୁଁ ତାକୁ କେବେ ବି ବାଡ଼େଇ ପାରିବିନି। କାହିଁକି ନା ସେ ଯେତେବେଳେ ଆପଣଙ୍କ କଷ୍ଟ ଭିତରେ ଅଛି, ମୁଁ ତାକୁ ଯଦି ବାଡ଼େଇବି ତାହେଲେ ଆପଣଙ୍କୁ ନିଶ୍ଚିତ ବାଧିବ। ଆପଣ ଭିତରକୁ ଯାଆନ୍ତୁ, ମୁଁ କଥା ଦେଉଛି ଏମିତି କିଛି କରିବିନି ଯେଉଁଥିରେ ଆପଣଙ୍କ ଚାକିରି ଉପରେ ଆଞ୍ଚ ଆସିବ। କଣ କହିବାକୁ ଚାହୁଁଛ ତମେ? ଆପଣ ଯାଆନ୍ତୁ, ମୁଁ ତାକୁ ଶାସ୍ତି ଦେବି। ମୋତେ ଖାଲି ଏତିକି ସାହାଯ୍ୟ କରନ୍ତୁ। ଠିକ ଅଛି, ଏଇଟାକୁ ଶାସ୍ତି ଦବ ତ? ଆଜି ଯେତେ ମନ ଇଚ୍ଛା ଶାସ୍ତି ଦିଅ, କାରଣ ଥାନାରେ ଆଜି ଆର ଶେଷ ଦିନ। କାଲି ସକାଳୁ ମୁଁ ଏଟାକୁ କୋର୍ଟ ଫରୱାର୍ଡ କରିବି। ହଁ ଆନନ୍ଦ ବାବୁ, ମୁଁ ଚାମ୍ବରରେ ଅଛି, ତମେ ଗଲାବେଳେ ମତେ ଦେଖା ଦେଇଯିବ। ଇଏ ବାଡ଼ି, ମନ ଇଚ୍ଛା ଏଇଟାକୁ ମାର। ହେଇଗଲା ମ୍ୟାଡମ, ନିରୋଳା ହେଇଗଲା। ଆସନ୍ତୁ ମ୍ୟାଡମ, ଆସନ୍ତୁ। ମୋ ପରି ପାପୀକୁ ଆପଣ ଶାସ୍ତି ଦିଅନ୍ତୁ। ଆସନ୍ତୁ ମ୍ୟାଡମ, ମତେ ପିଟନ୍ତୁ ମ୍ୟାଡମ, ମତେ ପିଟନ୍ତୁ। ହଁ ମୁଁ ପିଟିବି। ପିଟି ପିଟି ତ ପିଠିରୁ ଚମଡ଼ା ଉତାର ଦେବି। ମୁଁ ଚମଡ଼ା ପିଟନ୍ତୁ ମ୍ୟାଡମ, ପିଟି ପିଟି ମୋ ଦେହରୁ ସବୁ କଳଙ୍କ ଧୋଇ ଦିଅନ୍ତୁ। ପିଟନ୍ତୁ ମ୍ୟାଡମ, ପିଟି ପିଟି ମୋ ଦେହରୁ ସବୁ ରକ୍ତ ଗୁଡାକ ବୁହାଇ ଦିଅନ୍ତୁ। ପିଟନ୍ତୁ ମ୍ୟାଡମ, ପିଟନ୍ତୁ ମତେ। ହଁ ମୁଁ ପିଟିବି। କିନ୍ତୁ କାହିଁକି ମ୍ୟାଡମ, କାହିଁକି ପାରିବେନି? ମୁଁ ଯଦି ତମକୁ ପିଟିବି ତାହେଲେ କୋଉ ଦେବତାକୁ ପୂଜା କରିବି? ମୁଁ କୋଉ ଦେବତା ଆଗରେ ଠିଆ ହେଇ କହିବି, ହେ ଈଶ୍ୱର, ମୁଁ କରିଥିଲା ପାପ କର୍ମ ପାଇଁ ତମେ ମୋତେ କ୍ଷମା। नहीं, ଆପଣ ମତେ ଭୁଲ ମାଗି ନିଜକୁ ଏତେ ଛୋଟ କରିଦିଅନ୍ତୁନି ମ୍ୟାଡମ, କେବେ ବି ଛୋଟ କରିଦିଅନ୍ତୁନି। ମୁଁ ତମ ପାଖରେ ଛୋଟ ହେଇଯିବାକୁ ଚାହେଁ। ନହେଲେ ମୁଁ କରିଥିବା ପାପ ପାଇଁ ମୋତେ କ୍ଷମା ମିଳିବନି। ମୁଁ ଭୁଲ କରିଛି। ଗୋଟିଏ ଦେବତାକୁ ମୁଁ ଅପଦେବତା ସମଝେଇ ଯାଇଛି। ମୁଁ କଳଙ୍କିନି, ମୁଁ ଗୋଟିଏ ଚରିତ୍ରହୀନ। ନାଇଁ ମ୍ୟାଡମ, ଆପଣ କଳଙ୍କିନୀ ନୁହନ୍ତି।
ଚରିତ୍ରହୀନା ନୁହନ୍ତି, ଆପଣ ହଉଛନ୍ତି ମୋ ପାଇଁ ସାକ୍ଷାତ ଦେବୀ। ଆପଣ ଯଦି ମତେ ସେଦିନ ଟଙ୍କା ଦେଇନଥାନ୍ତେ, ମୋ ଭଉଣୀଟା କଣ କେବେ ତା ଶାଶୁ ଘରକୁ ଯାଇପାରିଥାନ୍ତା? ମୋ ବୁଢା ବାପାଟା କଣ ହାର୍ଟ ଅପରେସନ ହେଇପାରିଥାନ୍ତା? ଆପଣ ଏମିତି କହି ମତେ ଦୋଷୀ କରିଦିଅନ୍ତୁନି ମ୍ୟାଡାମ, ଦୋଷୀ କରିଦିଅନ୍ତୁନି, ଦୋଷୀ କେବେ କରିଦିଅନ୍ତୁନି। ହେଲେ ମ୍ୟାଡାମ ମୁଁ ବୁଝିପାରୁନି ଆପଣ ସବୁ କଲେ କାହିଁକି? କାହିଁକି ନା ମୋ ପ୍ରେମ ପାଇଁ। ମାନେ ଅସିତକୁ ମୁଁ ମୋ ପ୍ରାଣ ଠାରୁ ଅଧିକ ଭଲ ପାଉଥିଲି। ଆଉ ଭଲ ପାଇବାକୁ ମୋ ଡାଡି ପାପ ବୋଲି ଘୃଣା କରୁଥିଲେ, ଯୋଉଥିପାଇଁ କି ମୁଁ ଶେଷ ସମୟ ପର୍ଯ୍ୟନ୍ତ ମୋ ଡାଡିଙ୍କୁ ମୋ ଭଲ ପାଇବା କଥା କହିପାରିଲିନି। ଠିକ୍ ସେତିକିବେଳେ ଆନନ୍ଦ ବାବୁଙ୍କ ସହିତ ମୋ ବାହାଘର ପ୍ରସ୍ତାବ ସ୍ଥିର ହେଲା। ମୋ ମନରେ ଉଦ୍ଭଟ ଚିନ୍ତାଧାରା ଆସିଲା, କେମିତି କ'ଣ କରି ଏ ବାହାଘର ଭାଙ୍ଗିଦେବି। ଆଉ ଠିକ୍ ସେଇ କାମ କରିବା ପାଇଁ ମୁଁ ନିଜକୁ ନିଜେ ବଦନାମ କରିଦେଲି। ଆଉ ବାହାଘର ବି ଭାଙ୍ଗିଗଲା, ସବୁ ଠିକ୍ ହେଇଗଲା। ହେଲେ ଯେତେବେଳେ ଜାଣିଲି ଅସିତ ମତେ ଭଲ ପାଉନାହାନ୍ତି, ସେ ଭଲ ପାଉଛନ୍ତି ମୋ ଡାଡିଙ୍କ ଅଚଳାଚଳ ସମ୍ପତ୍ତିକୁ, ସେତେବେଳେ ମୋ ମନରେ ବହୁତ ଘୃଣା ଆସିଲା। ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କଲି, ହେ ଈଶ୍ୱର, କି ଭୁଲ କଲି ମୁଁ, କି ପାପ କଲି ମୁଁ, କଣ କଲି ମୁଁ ତମକୁ ହାତ ଯୋଡ଼ି ଅନୁରୋଧ କରୁଛି, ମୋ ପାପ କର୍ମ ପାଇଁ ତମେ ମତେ କ୍ଷମା କରିଦିଅ ଆଲୋକ ଭାଇ। ଆଲୋକ ଭାଇ ସମସ୍ତେ ଦେଖ, ମୋ ଜୀବନର ଶେଷ ସମୟରେ ଆଉ କେହି ମୋ ପାଖରେ ନଥିଲେ ବି ମୋ ଭଉଣୀ ଅଛି, ମୋ ସାନ ଭଉଣୀ ଅଛି। ଭାଇ କହ ଭାଇ, ତୁ କଣ ଚାହୁଁ କହିଦେ ମତେ। ତତେ ଏଠାରୁ ମୁକ୍ତି କରିବା ପାଇଁ ମୁଁ କଣ କଲେ ତୁ ଏଠୁ ମୁକ୍ତି ପାଇଛୁ କହୁନା? ଠିକ ଅଛି, ତତେ ମୋର ଗୋଟେ ସର୍ତ୍ତ ରଖିବାକୁ ପଡିବ। ଗୋଟେ କାହିଁକି, ତୋ ପାଇଁ ମୁଁ 1000ଟା ସର୍ତ୍ତ ରଖିବି। କହନା, କଣ ତା ସର୍ତ୍ତ? ତାହେଲେ ଠିକ ଅଛି, ତୁମ ମୁଣ୍ଡ ଛୁଇଁ ମତେ ନିୟମ କହି କହ, ମୁଁ ଯାହା କହିବି ତୁମ କଥା ମାନିବ। କଣ ବିଶ୍ୱାସ ହଉନି ନା? ହଁ, ବିଶ୍ୱାସ ହବ କେମିତି? ମୁଁ ତ ତୋ ସାଙ୍ଗରେ ବିଶ୍ୱାସଘାତକତା କରିଛି, କେମିତି ବିଶ୍ୱାସ ହବ ତୋର? ତଥାପି ତତେ ଆଜି ମୋ ମୁଣ୍ଡ ଛୁଇଁ ଶପଥ କରିବାକୁ ପଡିବ। ଏଇଟା ହଉଛି ଗୋଟେ ବଡ ଭାଇର ନିର୍ଦ୍ଦେଶ।
ମୋ ମୁଣ୍ଡରେ ହାତ ରଖି କହ ମୁଁ ଯାହା କହିବି ତୁମ କଥା ରଖିବୁ କି ନାହିଁ? ରଖିବି ଭାଇ, ରଖିବି। ତେବେ ଶୁଣ, ଯୋଉ କଥାଟା ମତେ ଆଜି କହିଲୁ ସେଇ କଥାଟା କେବେ ତୁ ନିଜେ ଦୋଷୀ ହବା ପାଇଁ ତୋ ବାପା କି ସେ ଇନ୍ସପେକ୍ଟର ଆନନ୍ଦ ରାୟ ପାଖରେ କେବେ ବି କହିବୁନୁ। ଯୋଉ ଗଛର ଡାଳରୁ ଚଢିଛି ମୁଁ ସେଇ ଗଛର ଡାଳକୁ ହାଣୁଛି। ହେଇଯାଉ ମତେ ଫାଶୀ, କାରଣ ଏଇଟା କେବଳ ମୋ ଛୋଟ ଭଉଣୀ ପାଇଁ। ତୁ କହିଲୁ ଯୋଉ ବାପଟା ଛୋଟବେଳେ ମା ମରିଗଲା ପରେ ବି ଦ୍ୱିତୀୟ ବିବାହ ନ କରି ତୋତେ ଏଡ଼ିଟେ କରିଛନ୍ତି, ଯୋଉ ବାପଟା ପ୍ରେମକୁ ଘୃଣା କରନ୍ତି, ସେ ଯଦି ଏକଥା ଜାଣିବେ ତାହେଲେ ତୋର ଅବସ୍ଥା କଣ ହବ କହିଲ? କଣ ହବ କହ? ଭାଇ ସେମିତି କହନା ଭାଇ, ସେମିତି କହନା। ତାମାନେ ତୁ କହୁଛୁ ମୁଁ ସବୁ ଦୋଷକୁ ତୋ ମୁଣ୍ଡ ଉପରେ ପୋଡ଼ି ଦେଇ ମୁଁ ଭଲରେ ରହିବି? କେମିତି ଲୋ ଭାଇ, କେମିତି? ମୁଁ ପରା ତୋ ବଡ଼ ଭାଇ। ବାରେ ଆଲୋକ ବା, ଧନ୍ୟ ଧନ୍ୟ ତୋର ତ୍ୟାଗ, ଧନ୍ୟ ତୋର ମହିମା ବା। ଆରେ କଳିଯୁଗରେ ମୁଁ ଯୀଶୁଙ୍କ କାହାଣୀ ଶୁଣିଛି, ଆଉ ତାଙ୍କ ସମୟରେ ବନ୍ଧା ହେଉଥିବା ହିନ୍ଦୁମାନଙ୍କର ପାପ ନୁହେଁ, ହିନ୍ଦୁମାନଙ୍କର ପୁଣ୍ୟ ପାଇଁ ସେମାନଙ୍କ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିଲେ, ହେ ଈଶ୍ୱର, ହେ ଭଗବାନ, ଏମାନଙ୍କୁ କ୍ଷମା କରିଦିଅ ପ୍ରଭୁ, ଏମାନଙ୍କୁ କ୍ଷମା କରିଦିଅ। ଆରେ ଆଲୋକ, ଆରେ ମୋର ଇଚ୍ଛା ହଉଛି ରେ ତୋ ଆଗରେ ହାତ ଦିଟା ଯୋଡ଼ି ଦେବା ପାଇଁ। ଆଚ୍ଛା, କଳିଯୁଗରେ ଦେବତା ଦେଖିଛି, ତୋ ଭଳିଆ ଗୋଟେ ମଣିଷ ଦେଖିନି ରେ। ଆରେ ଆଲୋକ ଆରେ ବହୁତ ଇଚ୍ଛା ହଉଛି, ଭାରି ଇଚ୍ଛା ହଉଛି ରେ ତୋ ନାଁରେ ମୋ ନାଁ ଯୋଡ଼ି ଦେବା ପାଇଁ। ମୁଁ ଗୋଟେ କଥା ଆପଣଙ୍କୁ କହିବି, ଆପଣ ମୋ କଥା ରଖିବେ। ରଚନା ପରେ ଆପଣ ହେଉଛନ୍ତି ତୃତୀୟ ଲୋକ ଯେ କି ଏ ଘଟଣାଟା ଶୁଣିଛନ୍ତି। ଆପଣ ଯଦି ମୋତେ ଭଲ ପାଉଥାନ୍ତି, ମୋ ପ୍ରତି ଯଦି ଆପଣଙ୍କର ଆନ୍ତରିକତା ଥାଏ, ତାହେଲେ ଆପଣ ମୋ ମୁଣ୍ଡ ଉପରେ ହାତ ରଖି କୁହନ୍ତୁ, ଏ ଘଟଣାଟାକୁ ଆପଣଙ୍କ ଛଡ଼ା ଆଉ କାହାକୁ ଜଣେଇବେନି। ମୁଁ ପାରିବିନି ରେ ଆଲୋକ, ମୁଁ ପାରିବିନି। ଏତେ ବଡ଼ ସତ କଥାଟାକୁ ମୁଁ ଲୁଚାଇ ରଖିପାରିବିନି। କିନ୍ତୁ କାହିଁକି ମୁଁ ଆପଣ ପାରିବେନି? ମୁଁ ଏତେ ବଡ଼ ଅନ୍ୟାୟ କରିପାରିବିନି ରେ, ମୁଁ ଏତେ ବଡ଼ ଅନ୍ୟାୟ କରିପାରିବିନି। ଆପଣ କି ଅନ୍ୟାୟ କରୁଛନ୍ତି? ଆପଣ ଏଥିରେ କିଛି ଆପଣଙ୍କର ଅନ୍ୟାୟ ହବନି, ବରଂ ଏଥିରେ ଆପଣଙ୍କର ଧର୍ମ ହବ। କୁହନ୍ତୁ, ମୋ କଥା ଆପଣ ରଖିବେ ନା ନାହିଁ? କୁହନ୍ତୁ। ମୁଁ ରଖିବି ରେ, ମୁଁ କଥା ଦେଉଛି, ମୁଁ ରଖିବି। ଠିକ ଅଛି, ଏ କଥା ଆପଣଙ୍କ ଛଡ଼ା ଆଉ ଯେମିତି କେହି ନ ଜାଣେ। ନାଇଁ ରେ ଲୋକ, ନାଇଁ।
ଏ ଅଗାଧୁ ଅଗାଧୁ 10ଟା ଆସି ବାଜିଲାଣି କୋର୍ଟ ଟାଇମ୍ ହେଲାଣି ଠିକ୍ ଟାଇମ୍ରେ କୁଆଡ଼େ ଚାଲିଗଲା ଏ ଅଗାଧୁ ଅଗାଧୁ କି ବାଜେ ଲୋକ କୁଆଡ଼େ ଚାଲିଗଲା ଠିକ୍ ଟାଇମ୍ରେ ଏମାନଙ୍କ ଦେଖା ନାହିଁ ଧୋକାବାଜ କୋର୍ଟ କାଟିଥିଲା ଆଦିତ୍ୟ ନମସ୍କାର। ନମସ୍କାର ଏ ଆମେ ସେ ଅଗାଧୁଟାକୁ ଦେଖୁଛନ୍ତି କି ନାଇଁ ମୁଁ ଦେଖିନି। ଏ କୋର୍ଟ ଟାଇମ୍ କୁଆଡ଼େ ଚାଲିଗଲା ମୁଁ ଜାଣିପାରୁନି ଯୁଦ୍ଧକୁ ଗଲାବେଳେ ପଛଘୁଞ୍ଚା ଦେବା ଆଦମିକୁ ଘରକୁ ଯଦି ଯୁଦ୍ଧ କ୍ଷେତ୍ରକୁ ନିଅନ୍ତି ଜାଣିବାଟା ସୁନିଶ୍ଚିତ। ତାହେଲେ ଏବେ କ'ଣ ହବ ଏବେ କ'ଣ କରାଯିବ ସେ ତ ନାହିଁ ହାଁ ସେଥିପାଇଁ ଆପଣ ଚିନ୍ତା କରନ୍ତୁ ସାକ୍ଷୀ ମୁଁ ଯୋଗାଡ଼ କରିସାରିଛି। ହଁ ଧନ୍ୟବାଦ ଥ୍ୟାଙ୍କ ୟୁ ଖାଲି ଯୋଗାଡ଼ କରିନି ସେମାନଙ୍କୁ ସାଙ୍ଗରେ ଧରି ଆସିଛି ବାହାରେ ଅପେକ୍ଷା କରୁଛନ୍ତି ମୁଁ ଡାକି ଦଉଛି ଅମୀର ଅତୁଲ ଭିତରକୁ ଆସ। ନମସ୍କାର सलाम मालिक ନମସ୍କାର ନମସ୍କାର ବାଃ ବାଃ ମ୍ୟାଡ଼ାମ୍ ବାଃ ବଢ଼ିଆ ସାକ୍ଷୀ ଦୁଇଟା ଆପଣ ଯୋଗାଡ଼ କରିଛନ୍ତି। ଆପଣଙ୍କର ଦୁଇ ପ୍ରକାର କାମରେ ଆସିବ। ଆପଣଙ୍କୁ ଆପଣ ସାକ୍ଷୀ ଦେବା କଥା ସାକ୍ଷୀ ଦେବେ ଇଏ ସାକ୍ଷୀ ଦେଉଟି ଆପଣଙ୍କର କାର୍ଯ୍ୟରେ ସାକ୍ଷୀ ଦେବେ ଆଉ ଆପଣଙ୍କର ବଡିଗାର୍ଡ ହୋଇ ବି କାମ ଚଳେଇବେ। ଗୋଟେ ପାଇଛନ୍ତି ନା ଆଉ ମାନେ ସେମାନେ ସାକ୍ଷୀ ଦେବେ ତ ହଁ हाँ साक्षी जदि दबार न था आमे एठाकु आसी थांतु कोन पई हाँ आज्ञा टाका पाई गले हमें जीजाज और मैं हम दोनों मिलकर हाँ। साक्षी दे दोगे यार क्या ଟଙ୍କା ଟଙ୍କା ପାଇଁ ଠିକ ମାର୍କ କଲେ କଥାଟା ଦେଖନ୍ତୁ ଟଙ୍କାର ଏଠି କୌଣସି ଅଭାବ ନାହିଁ नहीं ନାଇଁ हम साक्षी ଆପଣ ଦେବୁ। ସାକ୍ଷୀଟା ଆଲୋକରେ ଦେଇ ଦିଅନ୍ତୁ ହଁ। ଯେତେ ଟଙ୍କା ନେବା हाँ जीजाज और हम साक्षी दे देंगे। ଟଙ୍କା ପାଇଁ କିଛି ଦରକାର ନାହିଁ ଯାହା ଦରକାର ମୁଁ ଦେବି ତମେ ସାକ୍ଷୀ ଦିଅ ହଁ ତମ ଦି ଜଣଙ୍କୁ ଟଙ୍କା ମିଳିବ କିନ୍ତୁ ଆଗ କୋର୍ଟ କାମଟା ସରିଯାଉ ହେଲା। କିନ୍ତୁ ମ୍ୟାଡ଼ାମ କୋର୍ଟକୁ ଯିବା ପାଇଁ କ'ଣ କ'ଣ ଚାହୁଁଛ ଗାଡ଼ିରେ ଯିବ ନାଇଁ ନା କୌଣସି ଆଦିତ୍ୟ ବାବୁଙ୍କର କୌଣସି ଅଭାବ ନାହିଁ ନାଇଁ। ଖାଇବା ପିଇବା କୌଣସି ଅଭାବ ନାହିଁ ନାଇଁ। ଟଙ୍କା ପଇସା କୌଣସି ଅଭାବ ନାହିଁ ନାଇଁ। ଆଉ ତାଙ୍କ ଡ୍ରାଇଭରଙ୍କୁ ଡାକି ଗାଡ଼ିରେ ତମକୁ ଏତେ ବଡ଼ ମହାନ କାମ କରିବାକୁ ଆଇଛ ଧର୍ମ କାମ କରୁଛ ସାକ୍ଷୀ ଦବ ତମକୁ ସେ କାରରେ ନେଇ କୋର୍ଟରେ ପହଞ୍ଚେଇ ଦେବେନି ସେଥିପାଇଁ ଚିନ୍ତା କର ନା ଠିକ୍ ଅଛି। ପହଞ୍ଚେଇ ଦେବେ किंतु ଠିକ୍ ଅଛି ତମକୁ ଗାଡ଼ିରେ ମୋ ଡ୍ରାଇଭର ପଚାରେ बिना टंकारे आमे कोर्ट गले बहुत कष्ट हो ତମକୁ ଟଙ୍କା ମିଳିବ ମୁଁ ଡ୍ରାଇଭରକୁ କହିଦେଉଛି ସେ ତମକୁ ନେଇକି ଚାଲିଯିବ ଡ୍ରାଇଭର ଏ ଦୁଇ ଜଣଙ୍କୁ ନେଇ କୋର୍ଟରେ ଛାଡ଼ି ଦିଅ ଯାଅ ଓହୋ चलिए चलिए जीजाज चलिए ए, ସୁଧାର ପିଲା ଦିଟା ଈଶ୍ୱର ତୋର ମଙ୍ଗଳ କରନ୍ତୁ ରେ ମଙ୍ଗଳ କରନ୍ତୁ ତମେ କ'ଣ କହିବାକୁ ଚାହୁଁଛ ନାଇଁ ନା କିଛି କ'ଣ କହିବାକୁ ଚାହୁଁଛ କିଛି ନାହିଁ ଆପଣ ଧର୍ମ କାମ କରିବାକୁ କହିଥିଲେ ଆପଣ ବି ସାକ୍ଷୀ ଯୋଗାଡ଼ କରୁଛନ୍ତି ସବୁ ଭଲ ଭାବରେ କିଛି ଅସୁବିଧା ମୋର ନାହିଁ ଆପଣ କରନ୍ତୁ ତମକୁ ଯେଉଁ ଟଙ୍କା ଦିଆହେଇଥିଲା ତମେ କିଛି କରିପାରିଲ କି ନାଇଁ ମୁଁ ସେ ଟଙ୍କା ନେଇନି କି ମୁଁ ସେ ଅବନୀ ପାତ୍ର ସେ ଟଙ୍କାରେ ବିକ୍ରି ହେବା ଲୋକ ନୁହେଁ ଅବନି ବାବୁ ଆଜ୍ଞା ଏଠୁ ତୁରନ୍ତ ଯାଆନ୍ତୁ ତମ ଦ୍ୱାରା କିଛି ହେଇପାରିବନି ତମେ ଗୋଟେ ଧୋକାବାଜ ଲୋକ ଇଏ ଅବନୀ ମହାପାତ୍ର ଇଏ ଟଙ୍କାରେ ବିକ୍ରି ହେବା ଲୋକ ନୁହେଁ ଆପଣ ଏଇଟା ମନେ ରଖନ୍ତୁ ଅବନି ବାବୁ ଅଧର୍ମ କାମ କରିବାକୁ କେବେ ଦେବନି ଅବନୀ ମହାପାତ୍ର ଯାଆନ୍ତୁ ଯାଆନ୍ତୁ ଏଠୁ। ଏ ଲୋକଟା କଥା ମୁଁ ପଛରେ ବୁଝିବି ଏଇଟା 1 ନମ୍ବର ଧପାବାଜ ହଁ ସାର୍ ଆମର କୋର୍ଟଟା ବି ହେଇଯାଉଛି ମ୍ୟାଡ଼ାମ୍ ଡାକନ୍ତୁ ଆମେ ଶୀଘ୍ର ପଳେଇବା ଡାକନ୍ତୁ ମା ବେବି ବେବି ଶୀଘ୍ର କୋର୍ଟକୁ ଯିବୁ ପୁରା ଆରେ ବେବି ଶୀଘ୍ର ବେବି ନାଇଁ ଡାଡି ମୁଁ କୋର୍ଟକୁ ଯିବିନି
कोर्ट जीवनी तो मुंड खराब होगा ना कौन अरे ये केस भाई केते लोक मु केते कथा सुनी छाड़ली ये केस भाई मु केते बाटा आगे गलुनी तू एबे कहूचु कोर्ट को जीवनी हाँ मैडम आज कोर्ट डेट अच्छी साक्षी पुलिस सब किसी पहुंच सारे हेले आपण कोर्ट जाबे मना करछथि कोन पाई अरे तू कोर्ट जीवनी काई जीवनी कोर्ट तू केवल लज्जा न्याय पाइबा पाई लज्जार समुद्र भितर मु पहरी पारिबिनी डाड मु सत कहूची डाड मते जेमती लागुची मुटा चिड़ियाखानार जीव पलटि जाइछि आ ए देहटा नारी मानकर आकर्षण केंद्र बिंदु पलटि जाइछि हाँ डाड मु आपणकर से झील यागुर जिते बाहर को जाए मत के आखि टेकी चाहूना हेले एबे जो मु बाहर को जाऊची समस्ते मते बुली बुली देखुचंती बड़ बड़ आखि करी चाहुचंती मो पछरे विद्रूपर हस हसुचंती मु सत कहूची डाड ये समाजर नियम कानून न बदलला पर्यंत मु बाहर को जाई परिबिनी केबे भी जाई परिबिनी ओहो मैडम आपण जमा भी चिंता करंतुनी आपण सहित आमे काहाको भी देखा करई देबुनी आपण को पाखा पागे सब बळे पुलिस रहइबो काई आपण को पुलिस रे कोन आखि नथिबो विद्रोह पर हस हसिया पैसा मन का पाखरे कोन साहस नथिबो ताबली आपण कोर्ट जिबेनी आपण को ऊपर हेतो अत्याचार न्याय मागिबेनी केमिति मागिबी किछि पाइबा को हेले किछि हरेया को पड़े रूपाली मैडम जेमिति चापड़टा पकईले हाथ को काटे ठीक सेमती दियासिली काठी जन को जलैया चाहिए से दियासिली काठी आगे जली जाए मुझे चाहूँ जे मु काहार को दंड दे मु निजे दंड भोगी पारिबिनी सरकार के समर्थन करूछु ना अपन आईन कानून व्यवस्था को मु विरोध करूची मैडम सतरे आपण कोर्ट जिबेनी आपण कहते रूपाली मैडम कोर्ट रो काठगड़ा रे मु ठिया आइथिबी आ दर्शक गैलरी भितरे मो डाटी बसी थिबे आ प्रतिपक्ष वकील से मते प्रश्न पर प्रश्न पचारिते तो कहत मैडम से आसामीटा आपण को को अंग को स्पर्श कला जंगल मारिना या छाती रे मारिना से आसामी तळे थिला ना ऊपर थिला आपण कहत मैडम केमिति मु निज को लांछित करबा संगे से मो डाडी की लांछना देबी कहत मैडम कहत मुसे कथा रखो काना मुझ देबी मां ता माने आपण को झियो को न्याय देवा पई चाहना थिनी आपण को अहंकार को प्रतिष्ठित करबा पई चाहत ओळंकिनी बहुत बड़ बड़ कथा मो ऊपर कर डाडी आपण मते मारी परले डाडी मु केवल मो पई कहूनी ये समाजर प्रत्येक नारी मानक पई कहूची प्रत्येक नारी मानक मु से सब कथा कि सुनिया चाहने मोर गोटाए कथा तू कोर्ट को जीबू ताने आपण धृतराष्ट्रंक परी आखिरे अंध पुटुली बांधी ये गण सभा रे मो इज्जत विमर्शना करिया पई चाहुचती समस्त का आखे आगे मते असम्मानित करिवा पई चाहुचती तोर से मति प्रमुख बंद कर मु तो पूछाछी कोन पई कोर्ट को न जीवा को तोर एते जिद एइति पई कहूची जे मु से कोर्ट को जिबी नाही कि कहा को दंड देबी नाही कौन पाई जिबेनी मैडम कौन पाई जिबेनी कारण कौन हाड़ भंगा शीत हाड़ भंगा शीतरे गोटे छोटिया चादर नहीं केबे बाहर राति कटई रूपाली मैडम जदि कटई थिबे ताले निश्चय अनुभव करते कहीं ना राति रे चादरटा गोड़ को ढांकिले मुंड को पाएनी कि मुंड को ढाकिले गोड़ को पाएनी मो केमिति निष्पत्ति नेबी कहते मैडम
ମୁଁ କେମିତି ନିଷ୍ପତ୍ତି ନେବି? ତୁ ଯଦି କୋର୍ଟକୁ ନ ଯିବୁ ତାହେଲେ ମୁଁ ଆତ୍ମହତ୍ୟା କରିବି। ନାଇଁ ନାଇଁ, ଆପଣ ଆତ୍ମହତ୍ୟା କରନ୍ତୁନି। ହଁ ହଁ ମୁଁ ଆତ୍ମହତ୍ୟା କରିବି। ଗୋଟେ ଅବାଧ୍ୟ ଝିଅର ପିତା ହବା ଅପେକ୍ଷା ମୃତ୍ୟୁକୁ ଆଲିଙ୍ଗନ କରିବା ମୋ ଶ୍ରେୟ କର। କହ ତୁ କୋର୍ଟକୁ ଯିବୁ ନା ନାଇଁ? ତୁ ମତେ ମାରିବୁ ନା ବଞ୍ଚେଇବୁ? କହ କହ, ତୁ ମତେ ମାରିବୁ? ବାସ୍! ଆପଣ ବଞ୍ଚିବେ ଡାଡ୍, ଆପଣ ବଞ୍ଚିବେ। କାହିଁକି ନା ପିଲାଟି ଦିନ ମୋର ମା ନାହିଁ। ଆପଣ ମତେ ପାଳି ପୋଷି ବଡ଼ ମଣିଷ କରିଛନ୍ତି। ଆପଣଙ୍କୁ ମୁଁ ମାରିଦେବି କେମିତି? ତା ଛଡ଼ା ଆପଣ ଯେତେବେଳେ ଚାହୁଁନାହାନ୍ତି ମୋ ନାଁ ସହିତ ଆପଣଙ୍କ ନାଁ ଯୋଡ଼ି ହେଇଯାଉ ବୋଲି, ମୁଁ ତ ଆପଣଙ୍କୁ କିଛି କହିପାରିବିନି। ହେଲେ ଈଶ୍ୱରଙ୍କୁ ଡାକିବି, ହେ ଈଶ୍ୱର, ଏ ଜନ୍ମରେ କାହିଁକି 100 ଜନ୍ମ ପାଇଁ ମୋ ବାପାଙ୍କ ନାଁ ସହିତ ମୋ ନାଁକୁ ଯୋଡ଼ି ଦିଅ। କାହିଁକି ସକାଳୁ ସକାଳୁ ମୋ ଉପରେ ଏମିତି ଘର ରହୁଛୁ କହିଲୁ? ତୁ ଟିକେ ଯାଇ ବ୍ୟବସ୍ଥା କ'ଣ କହ। ଆରେ ସିଏ ତ ତା ବାଟରେ ଯାଇଛି। ସକାଳୁ ସକାଳୁ ମୁଁ ଯାଇ କାହାକୁ ତାକୁ ଧଣ୍ଡିବି କହିଲୁ? ଆବାଜାନ ତ ଯାଇଛି। ଆଉ ମୁଁ କୋଉଠି ସେଇଟା ଛତୁଟା କରିବାକୁ ଯାଇଛି। ଆବାଜାନ ଯାଇଛି। ଆରେ ତୁ ଯାଇ ଦେଖ ଜବାନ ବେଟିଟା, ଯଦି ଅଘଟଣ କ'ଣ ଘଟି ଯାଇ ତାହେଲେ ଆମେ ମୁହଁ ଦେଖେଇ ପାରିବା ତ? ମୁଁ ବୁଝିପାରୁନି ଅମି, ସେ ତ ତା ବାଟରେ ଯାଉଛି। ତୋ ମୁଣ୍ଡ କାହିଁକି ବିନ୍ଧା ହଉଛି? ଆମେ ଅତୁଲ ବେଟା କ'ଣ ହେଇଛି? এইটা ইসলামরে কলঙ্ক লগাইବାକୁ বসিଥିଲା। ভাইজানটার জীবন বঞ্চাইবা লাগে নিজ ইজ্জত নিলাম କରିବାକୁ বসিଥିଲା। ଭାଗ୍ୟକୁ ମୁଁ ସେଠି ପହଞ୍ଚିଗଲି। এই জিজাজি, হেটি তো পৌঁছি গলু। সেইটাকু নম্বারি দেই এঠিকে নেই আসিলু কোন কোন নেই আসি? ସେଇଠି ମାରି ଦେଇଥିଲେ ହଁ। ତମେ ମା ବେଟା ଦିଟା ମୋ ନାଁରେ ଯଦି ମର୍ଡର କେସ୍ଟା କରିଦେଇଥାନ୍ତ, ସେଥିଲାଗି ମୁଁ ତାକୁ ଏଠାକୁ ନେଇ ଆସିଲି। ନହେଲେ ସେଇଠି ତା ଗୋଡରୁ ମୁଣ୍ଡକୁ ଅଲଗା କରିଦେଇଥାନ୍ତି। ତଥାପି ମୋ ଚେଷ୍ଟାରେ ମୁଁ କେବେ ବି ଓହରି ଯିବିନି। ଆଲୋକ ଭାଇଜାନ ପାଇଁ ଦରକାର ପଡ଼ିଲେ ମୁଁ ନରକକୁ ଯିବାକୁ ପ୍ରସ୍ତୁତ ଅଛି। ହାଇଲା ପୋଡ଼ା ମୁହିଁ ନରକକୁ ଯିବୁ। ଆମ ଧର୍ମକୁ ପଛକୁ ପକାଉଛୁ, ଆମ ମୁହଁ ତଳକୁ କରୁଛୁ ତୁ। ଏ ରେଶ୍ମା, ଆଉ ଥରେ ତତେ ମୁଁ କହିଦଉଛି, ତୁ ଆଲୋକ ଭାଇଜାନ ନାଗେ ଆଉ ଥରେ ବି ଚିନ୍ତା କରିବୁନି। ମୁଁ ଯାଉଛି, ଏସବୁ କଥା ମୁଁ ଅବସ୍ଥାନକୁ ଜଣାଇଦେବି। ଆରେ ଅମି, ଏବେ କ'ଣ ହବ କହ? ମୋର ତ ମୁଣ୍ଡରେ କିଛି ବୁଦ୍ଧି ପଶୁନାହିଁ। କଣ আই আমি আল্লাহ কইলা ভোলা, যিশু কইলা ভোলা, ভগবান কইলা ভোলা, লেকিন ইয়ে সালামের প্রধান কইলা বুড়ো। କିଏ ସେଠି? ଏ ଦୁନିଆରେ ତ ମୋ ନିଜର ବୋଲି କେହି ନାହାନ୍ତି। ହେଲେ ମୋତେ ଦେଖା କରିବା ପାଇଁ କିଏ ଆସିଛି? କିଏ ତମେ?
ପ୍ରେମିକା ହେଇକି ଏଠିକି ଆସିନି, ଦୁଃଖ ସମୟରେ ତମକୁ ସମବେଦନା ଜଣାଇବାକୁ ଆସିଛି। ରୂପାଲି, ମୁଁ ସେ କଥା କହୁନି ରୂପାଲି, ମୁଁ ସେ କଥା କହୁନି। ମୁଁ ତ ପାପ କରିଛି, ମୁଁ ମାନୁଛି ମୁଁ ପାପ କରିଛି। ହେଲେ ତମେ ଯେତେବେଳେ ନିଜ ଭୁଲ ବୁଝିପାରିବ ସେତେବେଳେ ହୁଏତ ମୁଁ ତମକୁ କ୍ଷମା ଦେବା ପାଇଁ ଏ ଦୁନିଆରେ ହୁଏତ ନଥିବି। ମାନେ କ'ଣ କହିବାକୁ ଚାହୁଁଛ ତମେ? ମୁଁ କିଛି କହିବାକୁ ଚାହୁଁନି ରୂପାଲି। ଏ ଦୁନିଆ ଆଗରେ ପାପି ହେଇ ମୁଁ ମରିବାକୁ ଚାହୁଁଛି। ହେଲେ ତମେ ମତେ ଚିହ୍ନି ପାରିଲନି କି ବୁଝିପାରିଲନି। ଏତେ ଯଦି ବୁଦ୍ଧି ଥିଲା ତାହେଲେ କାହିଁକି ଗୋଟେ ସରଳ ଝିଅର ଜୀବନଟାକୁ ନଷ୍ଟ କରିଦେଲ? କ'ଣ ପାଇଁ ନଷ୍ଟ କରିଦେଲ ଗୋଟେ ଜୀବନକୁ? ବୁଝୁଛି ରୂପାଲି, ବୁଝୁଛି। ସେଥିପାଇଁ ତମେ ମତେ ଅଭିଶାପ ଦିଅ। ମୁଁ କିଛି ପ୍ରତିବାଦ କରିବିନି। ହେଲେ ମୁଁ ତମକୁ ଧନ୍ୟବାଦ ଦଉଛି, କାରଣ ତମେ ଜଣେ ନାରୀ। ଆଉ ଏ ଦୁନିଆର ପ୍ରତ୍ୟେକ ନାରୀ ତମ ଭଳି ହବା ଉଚିତ। ନାରୀ ହେଇ ତମେ ଆଉ ଗୋଟେ ନାରୀକୁ ସାହାଯ୍ୟ କରିଛ। କାରଣ ଏବେ ବି ନାରୀ ପୂଜା, ଏବେ ବି ନାରୀକୁ ପୂଜା କରାଯାଏ। ଏମିତି କଥା କହି ତମେ ମୋତେ ଭୁଲେଇ ଦେବାକୁ ଚାହୁଁଛ ନା? କିନ୍ତୁ ତମ କଥାରେ ମୁଁ ଆଉ କେବେ ବି କିଛି ବି ଭୁଲିବି। ନିଅ ତମ ଟଙ୍କା। ମୋ ପାଠ ପଢ଼ାରେ ତମେ ଯୋଉ ଟଙ୍କା ଖର୍ଚ୍ଚ କରିଥିଲ, ଇଏ ସେଇ ଟଙ୍କା। ଏ ଟଙ୍କା କିନ୍ତୁ ସେ ଟଙ୍କା ନୁହେଁ। ଆରେ ଆଲୋକ ସେଦିନ ତତେ ଯୋଉ ଟଙ୍କା ଦେଇଥିଲା ସିଏ ହଉଛି ବଡ଼ ଦେଉଳର ନିର୍ମାଲ୍ୟ। କିନ୍ତୁ ତୁ ବର୍ତ୍ତମାନ ଯୋଉ ଟଙ୍କା ଆଣିଛୁ ସିଏ ହଉଛି ନର୍କର ନର୍ଦ୍ଦମା। ବାପା, କେସ୍ ମୋ ଠାରୁ ହାରିଗଲା ପରେ ମୋ ଉପରେ ଇର୍ଷା ହଉଛି ନା? ଆରେ ଇର୍ଷା ନୁହେଁ ବରଂ ଘୃଣା କହ, ଘୃଣା। ବାପା, ମଉସା, ଆପଣ ଝିଅକୁ ଏମିତି କୁହନ୍ତୁନି ମଉସା, ଏମିତି କୁହନ୍ତୁନି। ଆରେ ଏଭଳିଆ ଚରିତ୍ରକୁ ଝିଅ ବୋଲି କହିଦେଲେ ବାପ ପଣିଆରେ ଆଞ୍ଚ ଆସିଯିବ। ଯୋଉ ଝିଅ ବାପାକୁ ହରେଇବା ପାଇଁ ଯାଇ ଅନ୍ୟାୟର ପଥ ଅନୁସରଣ କରିପାରେ, ଆରେ ସେ ଭଳି ଝିଅ କାହାର ଝିଅ ହେଇପାରେ ନା। ଆରେ ଏ ସମାଜ ପାଇଁ ଏ ଝିଅ ହଉଛି କଳଙ୍କ। ନାଇଁ ମଉସା, ଆପଣ ସେମିତି କୁହନ୍ତୁନି। ସିଏ ପରା ଆପଣଙ୍କର ଝିଅ। ଆରେ ଏଭଳିଆ ଚରିତ୍ରକୁ ଝିଅ ନୁହେଁ, ଆକୁ ଧିକ୍କାର କରିବା କଥା। ଆରେ ତଣ୍ଟି ଚିପି ମାରିଦେବା କଥା। ବାପା, ଆଜି ମୋତେ ଧିକ୍କାର କରୁଛନ୍ତି ନା? ଠିକ୍ ଅଛି। ହେଲେ ଭବିଷ୍ୟତରେ ଆପଣ ଏମିତି ପସ୍ତେଇବେ, ଆପଣ ନିଜେ ବି ଚିନ୍ତା କରିପାରିବେନି। ରହିଯା। ଗଲାବେଳେ ସେଇ ଟଙ୍କାରେ ଗୋଟେ ବଡ଼ ଆଇନା କିଣି ନେବୁ। ଆଉ ଭବିଷ୍ୟତରେ କେବେ ଯଦି ଅନୁଭବ କରୁ ତୁ ତ ଜୀବନରେ କିଛି ଭୁଲ କରିଛୁ, ତେବେ ସେ ଆଇନା ଆଗରେ ଠିଆ ହେଇ ନିଜକୁ ନିଜେ ପ୍ରଶ୍ନ କରିବୁ। ଆଉ ଠିକ୍ ତ ଉତ୍ତର ସେଦିନ ତୁ ପାଇଯିବୁ। ତୁ ବାପାଠୁ ହାରିଛୁ ନା ଜିତିଛୁ। ଆପଣ ରୂପାଲି କେମିତି କହିବେ ଠିକ୍ ହେଇନି। ଆରେ ମୁଁ ବୋଲି ତ ତାକୁ ଖାଲି ଧିକ୍କାର କରିଛି। ଆରେ ସବୁ ଶୁଣି ସାରିଲା ପରେ, ତମର ପ୍ରତ୍ୟେକ କାହାଣୀ ଶୁଣି ସାରିଲା ପରେ ମୋର ଇଚ୍ଛା ହଉଛି ତା ଡାକୁଟାକୁ ଚିପିକି ମାରିଦେବା ପାଇଁ। ସବୁ କାହାଣୀ ଶୁଣିଛନ୍ତି ନା? ହଁ, ମୁଁ ତମର ସବୁ କାହାଣୀ ଶୁଣି ସାରିଛି। ରଚନା ମ୍ୟାଡାମ ମତେ ସବୁ କଥା କହି ସାରିଛନ୍ତି। ଖାଲି ଯା ଆଦିତ୍ୟ ବାବୁ ଜାଣି ନାହାନ୍ତି। ରଚନା ମ୍ୟାଡାମ ମତେ ସବୁ କଥା ତମ ବିଷୟରେ କହି ସାରିଛନ୍ତି। ତାମାନେ ରଚନା ମୋ ନିୟମକୁ ଭାଙ୍ଗିଦେଲା। ସେଥିପାଇଁ ମତେ ଯାହା ଦଣ୍ଡ ଦେବୁ ମୁଁ ମଥାପାତି ସହି ନେଇଯିବି ଭାଇ। ହେଲେ ତତେ ଦୁଃଖରେ ଦେଖି ମୁଁ କେବେ ଖୁସି ହେଇପାରିବିନି ଭାଇ।
କେବେ ବି ଖୁସି ହେଇପାରିବେନି। କିନ୍ତୁ କାହିଁକି କାହିଁକି ରଚନା କାହିଁକି ତୋ ଦୁନିଆ ଆଗରେ ନିଜକୁ କଳଙ୍କିନୀ ସଜେଇ ଦେଲୁ? କ'ଣ ପାଇଁ? ଆହା ପରେ ତତେ ଦୁନିଆ ଘୃଣା କରିବ, କଳଙ୍କିନୀର ଆଖ୍ୟା ଦେବ। ହଉ, ମତେ ଏ ଦୁନିଆ କଳଙ୍କିନୀର ଆଖ୍ୟା ଦଉ କି ଘୃଣା କରୁ, ମୋ ଜୀବନ ନଷ୍ଟ ହେଇଯାଉ, ହେଲେ ତୋ ବାପା ତୋ ଭଉଣୀ ଏମାନେ ତ ଖୁସିରେ ରହିବେ ନା। ମୋ ବାପା ମୋ ଭଉଣୀ ତୁ କ'ଣ କହୁଛୁ? ହଁ ଆଲୋକ, ଆରେ ଏ ଖବର ଶୁଣି ସାରିଲା ପରେ ସର୍ବପ୍ରଥମେ ତମ ବାପାଙ୍କ ପାଖକୁ ମୁଁ ଗଲି, ଆଉ ବାପା ଭଉଣୀକି ଏ ବିଷୟରେ ସବୁ ଜଣେଇଲି, ଆଉ ସେ ବହୁତ ଖୁସି ହେଲେ, ସେ ବହୁତ ଖୁସି ହେଲେ। ଆଲୋକ, କେମିତି ଅଛନ୍ତି ମୋ ବାପା? କେମିତି ଅଛନ୍ତି? କେମିତି ଅଛି ମୋ ଭଉଣୀ? ଆରେ ତମ ବାପା ତ ବାପା ନୁହନ୍ତି ରେ, ସେ ଜଣେ ଦେବତା। ଆଉ ଏ ଖବର ଶୁଣି ସାରିଲା ପରେ ସେ ଖୁସିରେ ଆଉ ରହିପାରିଲେନି, ଆଉ ଭାରି ଇଚ୍ଛା ହେଲା ସେ ଦେବତାଙ୍କର ପାଦ ଛୁଇଁ ପ୍ରଣାମ କରିବାକୁ। ଆଜି ମୋ ବିବେକ ମତେ ବାଧା ଦେଲା, ବାଧ୍ୟ କଲା ତାଙ୍କ ପ୍ରଣାମ କରିବା ପାଇଁ। କ'ଣ କହିଲେ ମଉସା? ଆପଣ ଆମ ଗାଁକୁ ଯାଇଥିଲେ? ହଁ ଆଲୋକ, ମୋ ବାପାଙ୍କ ସହିତ ଆପଣଙ୍କର ଦେଖା ହେଲା। ଆପଣ ମୋ ବାପାଙ୍କୁ ପ୍ରଣାମ କରୁଛନ୍ତି? ହଁ ଆପଣଙ୍କ ହାତରେ ମୋ ବାପାଙ୍କର ପାଦ ଧୂଳି ଲାଗିଛି। ହଁ ଆଲୋକ, ମୁଁ ତ ଆଉ କେବେ ଆମ ଗାଁକୁ ଯାଇପାରିବିନି। ମୋ ବାପାଙ୍କର ତ ପାଦ ଧୂଳି କେବେ ମୋ ମୁଣ୍ଡରେ ଲାଗିପାରିବନି। ଆପଣଙ୍କ ହାତରେ ଲାଗିଛ ମୋ ବାପାଙ୍କର ପାଦ ଧୂଳି, ମୋ ଠାରୁ ନିର୍ମାଲ୍ୟଠୁ ଆହୁରି। ମଉସା କେମିତି ଅଛନ୍ତି? ସିଏ ମୋ କଥା ପଚାରୁଥିଲେ। ଆରେ ବାପା କଥା ପଚାରିଲ, ଭଉଣୀ କଥା ପଚାରିବନି? କ'ଣ କରୁଛି ସିଏ? ତମ ଭଉଣୀ ତମକୁ ଖୁସି ଦେଖିବା ପାଇଁ ବହୁତ ଦୁଃଖରେ ଅଛି। ତମକୁ ବଞ୍ଚେଇବା ପାଇଁ ଯାଇ ନିଜ ଇଜ୍ଜତକୁ ନିଲାମ କରିବାକୁ ଯାଇ ସେ ଥାନାରେ ମାଡ଼ ବି ଖାଇ। କ'ଣ ମୁଁ ଶୁଣୁଛି ପ୍ରଭୁ? ଏସବୁ କ'ଣ ଘଟି ଯାଉଛି? ଏସବୁ ମୋରି ପାଇଁ ଭାଇ, ସବୁ ମୋରି ଦୋଷ, ମୋରି ପାଇଁ ଏସବୁ ଗଢ଼ିଲା। ମୁଁ ଏଥିରେ ସବୁ ଭୁଲ କରିଛି। ମୁଁ ଖାଲି ସମସ୍ତଙ୍କୁ ଚିତ୍କାର କରି ଜଣେଇ ଦେବାକୁ ଚାହୁଁଛି, ମୁଁ ଦୋଷୀ, ମୁଁ ପାପ କରିଛି। ମୋ ପ୍ରେମ ପାଇଁ ମୋ ଭାଇକୁ ମୁଁ ଦୋଷୀ ସଜାଇ ଦେଇଛି। ଏ ଜଜ୍ ସାହେବ, ମୋତେ ଫାଶୀ ଦିଅ, ମୋତେ ଫାଶୀ ଦିଅ, ତମେ ମୋତେ ଫାଶୀ ଦିଅ। ନାଇଁ, ତୁ କିଛି ଭୁଲ କରିନୁ, ତୁ କିଛି ଦୋଷ କରିନୁ, କିଛି ବି ଭୁଲ କରିନୁ। ମଉସା, ଜୀବନର ଶେଷ ସମୟରେ ମୁଁ ଆପଣଙ୍କୁ ଗୋଟେ ଅନୁରୋଧ କରିବି। ଆରେ କ'ଣ କୁହ? ଆପଣ ରଖିବେ? ହଁ, ମୁଁ ନିଶ୍ଚୟ ରଖିବି। ଆଜି କାହିଁକି ଆପଣଙ୍କ ଠାରୁ ମୋ ବାପା ଭଉଣୀଙ୍କ କଥା ଶୁଣି ସାରିଲା ପରେ ମତେ କାହିଁ ଟିକେ ଗାଁକୁ ଯାଇ ମୋ ବାପାଙ୍କୁ ଦେଖିବା ପାଇଁ ଭାରି ଇଚ୍ଛା ହଉଛି। ଆପଣ ଯଦି ଟିକେ ଦୟାକରି ମତେ ଆମ ଗାଁକୁ ଛାଡ଼ନ୍ତେ। ମରିବା ପୂର୍ବରୁ ଥରୁଟିଏ ମୋ ବାପା ଭଉଣୀ ଭାଇକୁ ଦେଖିବାକୁ ଚାହେଁ। ମତେ ଟିକେ ଏତିକି ଦୟା ରଚନା, ହେ ଭାଇ, ତୋ ନିଜ ଦୁଃଖରେ ରଖିବା ପାଇଁ, ଅନ୍ୟମାନଙ୍କୁ ଖୁସି ପାଇଁ ନୀଳକଣ୍ଠ ପରି ବିଷ ସବୁ ପିଇ ଦେଲୁ ନା।
ସବୁ ଦୋଷକୁ ନିଜ ମୁଣ୍ଡ ଉପରେ ଲଦି ଦେଲୁ ନା ମୁଁ ଏଥିରେ ଅଭିମାନ କରିବି ଜାଣିଛୁ ନା ମତେ ଚିହ୍ନିଛୁ ନା ତୁ ସେମିତି କହିବୁନୁ ମତେ ତୁ ଚିହ୍ନିନୁ ତୁ ବି ସେମିତି କହିବୁନି ଦେଖିବୁ ନା ଏଇନା ଦେଖିବୁ ଏଇନେ ଦେଖିବୁ ନା ତୁ ଦେଖିବୁ ଏଇନେ ତୁ ମତେ ଚିହ୍ନିଛୁ ନା अरे किए कहला तमे रक्तर भाई भौणी नुह अरे मो मन कहूची तमे ए जन्म रे नहल नहीं गत जन्म रे तमे रक्तर भाई भौणी दिल मौसा अपन टिके एतिकी दया करंतु मते टिके हम गाँ को जीवार बंदोबस्त करंतु अच्छा हेलो मु जाऊची पेपर सब रेडी कर देबी आ पेपर रेडी करके तुमको गाँ को जीवा पाई व्यवस्था करी मु ऊपर कोर्ट अपील करी रचना मैडम जहाँ पैसा खर्च हम रचना मैडम देबे खाली मु जाऊची कहबी मु कोर्ट रो काठगड़ारे चित्कार करी कहबी हे जज साहेब मु अपराध करची मु दोषी मते फांसी दियंतु जज साहेब मते फांसी दियंतु अच्छा आलोक मु एबे जाऊची मु कोर्ट रे जाऊची अपील करबी आ तमे केमिति गाँ को जांगी बापा भौणी की देखा करिवो ता पई मु व्यवस्था करची आफसी आलोक तू केबे एमिति कहि परिबुनु कारण तू मते हरेई देलु ना केवल तो मुहर टिके हस देखा पाइल कहीं भाई कहीं एमती कलु तू कौन भाविचु तू फांसी पाई गले मु बंची थिबा जाए मु केबे हसी पारिबी कोना केबे हसी पारिबी आउ ए भाई चलो ना हमें जीवन शेष हस हसवा जो आईन नथिब फांसी नथिब दंड नथिब भय भी नथिब ए भाई हसन हस हसन लो भाई हस भाई अरे हस
बोझ झियो हई एते तळକୁ खसी जीव मु केबे स्वप्न भाबी नथिली बाबा मते एक्सेप्ट करी ताकू भलो पाइबार परिणामटा होउची से मते जानिले मु सरलतारु केते भयंकर होई पारे से आज आसीले मो रूप देखिबो आइला बा ए रूपाली कौन पाई तू चाहुनु आलोकटा कोर्ट रु निर्देश रे खलास हो सब जानि सारला परे तू कौन पाई चाहुनु आज तो राई को बुझाई दैचु आलोक जदी कोर्ट रु खलास हुए तांको जीवन प्रति विपद अछि बुझा बुद्धि बापा वकिलर बुद्धि आ मु मो धर्म करिछि अबे धर्म कौन तू जानिचो यदि धर्म कौन तू जानी थांतो तने आलोक भाई वाली निर्दोष मनुष्य को फांसी खुंट पते नहीं जाई पर न था अरे टंकाटा तता एमिति पागल करती देई जे तू तो हिता हिता ज्ञान भूली जाइछु बापा आ तू सेई आलोक को दिने जीवन देई भलो पाउथलु आ ताकू जीवन साथी करी बोली निजे भी व्रत रखिथिलु अरे तू कौन पाई को लोभर पड़ी कि तू आज एते तळु को खसी गलु कौन न कर से तो भाई अबे आज जो ड्रेस पिंदुचो जो पाठ पढिचो जो वकील कोर्ट पिंदी ना टंका रोजगार करतु सेटा भी तारी दानो की लाभ पाइलु ओ आजी मता जी उत्तर दे कौन की लाभ पाइलु लाभ लाभ पाइछि बापा लाभ पाइछि आलोक को फांसी कोटारे झुलाई देई टंका पाइछि टंका आलोक को फांसी कोटारे झुलाई देई मु मो नुआ बॉयफ्रेंड पाइछि अच्छा तू जो बॉयफ्रेंड ना रे डिप डिप बाजुचे ना मु तो खेलटा को खत्म कर देबे आई बापा जते बेले कोर्ट केस छाड़ी सफेद ड्रेस पिंधि दिले सेते बेले मु किछि कहू नथिली जते बेले आलोक भाई रो केस नबा पाई राजी हेई गले मु कोन भाबिली जानिछु ना ओ गेम टाको छक आ भाई तो जहा कहूची भलरे मानि जा आ आलोक केमिति कोर्ट रु निर्दोष रे खलास हो सेति पई व्यवस्था कर आलोक जदी खसी गला आलोक जदी मुकुली गला ताहाले भलो आ नहले मु तो तंटी चिपी मारी देबी हां हां मारी देबी चिंता कर बापांकर मारिबा दरकार नहीं कि बापा पाखरे मो आश्रय नहीं पारिबी मो मो बाटरे चली छी कुआडे मो इच्छा माने कुआडे जीबू तोर सतर मुंड खले कोन ना रहेगा बांस ना बाजेगी बांसुरी माने ए असित महापुत्र अभद्र हेई पारे तो भले विश्वासघाती नुहे तामाने तू कोन कहबा को चाहू जहा बुझिचु ठीक बुझि मार दे वो तते मार दे छड़ा मरीगला ना कही
मारिदेली मो भूटा को मारिदेली कौन मु पाप करिछि ना ठीक करिछि आपण माने कहंतु ए जण निर्दोष निरीह मनुष्य को फांसी कुंडर तुले दबाको जाउतला जो आलोक भाई ता पई मु आज तक मारिदेली मो भूटा को मारिदेली आपण माने कहतु ए भली नारी की कौन कह जाए ए समाज में जत दिन पर्यंत विश्वासघाती नारी माने जीवित थे सेत दिन पर्यंत मु एमती समाप्त करुथि आपरे पाली पड़िबो अमीर आउ अतुल अबे अमीर कितना पैसा लिया रे केस लड़ने के लिए पैसा हाँ पैसा तो हम जीजा जी लिया किसने दिया तेरे को हाँ मेरा किसने दिया साला काफिर मुसलमान हो सुना अबे हिंदू है साला इंडियन ब्रेक रॉक आउट मारनी उचित अरे से मरीगले मो भौणीटा विधवा हो तो मारनी अरे से जिते हेले मो भिणाई ये हूँ मो भाई मारनी उचित आलोक भाई तुम जाओ उचित जाओ जाओ भाई अमीर ए अतुल अरे जीवन शेष पहाच तो मुझे छिड़ाई तुमको किसी साहाଯ୍य करि पारिनी अरे मुझे केबे तुम पाखे भूल करी तुम्हें मते क्षमा कर दो नहीं भैया नहीं तुम्हें मते क्षमा कर दो भैया भैया हमने किया इसलिए हमारा परिवार सब जुड़ गया मैं माफी मांग जाऊं भैया आपके पाँव पड़कर मैं माफी मांग जीवन शेष समय रे मु तुम गोटे छोटिया अनुरोध करी तमें रखिब अमीर अरे आजिकल की मरवा पूर्व भैया मो बो ठार माड़ खाइबा भारी इच्छा तमें दी जन एमती काम कर सेमती मो बो मते मारू डाक मो बो को डाक तुम एमती काम कर जमी मो बो मो पर रागी जाऊ मो बो मते मारू भैया तू पुरे ठिकाई कैसो कौन पे ठिक आसीचो हां मेरा बेटा कौन करी छी काहे की ताको मारुचो कौन करी छी से तत्ते आछि बाडे मु मारी देबी मु रह तू
ବୋଉ ଏ ବର୍ଷ ତ ରାଗିବା କେତେ ରାଗିବା କଣ ଦରକାର କହିଲୁ? ହ୍ୟାଲୋ ଏ ଟିକେ ମତେ ଧୀରେ ଧୀରେ ମାରିଲେ ହୁଅନ୍ତାନି? ହ୍ୟାଲୋ ମୁଁ କଣ ପଳେଇ ଯାଉଛି? ହଁ ଏ ବୋଉ ମୁଁ ସତ କହୁଛି ଲୋ ବୋଉ, ଏଇ ଯୋଉ ମାଡ଼ ମାରି ତୁ ମତେ ଯୋଉ ମାରୁଛୁ, ତୁ ମାଡ଼ଟା ମତେ ଯେତେ କଷ୍ଟ ନ ହଉଛି, ମତେ ମାଡ଼ ମାରି ତୁ ଯୋଉ କଷ୍ଟ ପାଉଛୁ ମତେ ଭାରି କାଟୁଛି ଲୋ ବୋଉ। ଆଲୋକ ବେଟା ଏ ବୋଉ ସତ କହୁଛି ଲୋ ବୋଉ, ମୁଁ ସତ କହୁଛି। ଆଜି ମୁଁ ତୋ ଶେଷ ଆଶା ପୂରଣ କରିବି। ହେ ବୋଉ ତୁ ମତେ ଆଜି ବାଡ଼ା। ତୁ ଜାଣିଛୁ ବୋଉ, ମୁଁ ଯେତେବେଳେ କୁନିଟେ ହେଇଥିଲି ବହୁତ ଅଜାଟ କରୁଥିଲି, ସେଇ ସମୟରେ ତୁ ମତେ କେତେ ଶ୍ରଦ୍ଧାରେ ବାଡ଼ଉଥିଲୁ, ଯେମିତି ଯଶୋଦା କୃଷ୍ଣକୁ ବାଡ଼େଇଲା ଭଳି। ହେଲେ ଗୋଟେ ଅଦିନିଆ ଝଡ଼ ସିନା ମୋ ଠାରୁ ସେ ସୁଖ ଛଡ଼େଇ ନେଲା। ହେଲେ ଏବେ ବୋଉ ମୋର କାହିଁକି ଆଜି ମଲା ପୂର୍ବରୁ ସେ ମାଡ଼କୁ ଭାରି ଲୋଭ ଲୋଭ। ଜୀବନରେ ମୁଁ କେବେ ବି ତତେ ଭଲ ଆଖିରେ ଦେଖିନି। ନାଇଁ ଲୋ ସେମିତି କହୁନି। ତତେ ଭଲରେ ମୁଁ ଖାଇବାକୁ ଦେଇନି, କି ଶ୍ରଦ୍ଧାରେ ମୁଁ କୋଳେଇ ନେଇନି। ହେଲେ ତୋର ମୋ ପ୍ରତି ଏତେ ଶ୍ରଦ୍ଧା କାହିଁକି ରେ? କାହିଁକି ଏତେ ଶ୍ରଦ୍ଧା? ଦରକାର ନାହିଁ ମୋର ସେ ବେଟା, ମୋ ବେଟା କେବଳ ତୁ ଅଛୁ ରେ ଆଲୋ, କେବଳ ତୁ ଅଛୁ। ତୁ ମତେ କଣ କହିଲୁ? ବେଟା ବୋଲି କହିଲୁ? ତୁ ମତେ ବେଟା ବୋଲି କହିଲୁ ନା? ଅରେ ଆଲୋ ଆଉ ଥରେ ମୋର ବେଟା, ଆଉ ଥରେ ତ ମୁହଁରୁ ମୁଁ ତୁ ବେଟା ଡାକ ଶୁଣିବାକୁ ଚାହିଁଲେ ଥରେ ନୁହେଁ ଆଲୋ, ଡାକୁ ଜୀବନ ସାରା କହିବି ତୁ ହଉଛୁ ମୋ ବେଟା, ବେଟା, ବେଟା। ମୁଁ ତତେ ଗୋଟେ ଅନୁରୋଧ କରିବି, ରଖିବୁ? କହ ବାବା, ତୁ ବାପାଙ୍କୁ ବାହାର କରିଦେଇଛୁ। ବାପା ମୋର ବାହାରେ ବୁଲିକି ଖାଉଛନ୍ତି, ମତେ ସେଇଟା ଭଲ ଲାଗୁନି ଲୋ ବୋଉ, କଷ୍ଟ ହଉଛି। ତୁ ବାପାଙ୍କୁ ଫେରେଇ ଆଣିବୁ ନା? ତୋ କଥା ମୁଁ ନିଶ୍ଚୟ ରଖିବି ରେ, ତୋର କଥା ମୁଁ ନିଶ୍ଚୟ ରଖିବି। ହେଲେ ମୁଁ ଆଜି ଠିକ ଅନୁଭବ କରୁଛି, ଜନ୍ମ କରିଥିବା ବେଟା ମୋର ହେଲାନି। କେତେଟା ଟଙ୍କା ପାଇଁ ସେ ମତେ ଧୋକା ମାରିଲା, ଆଉ ଆଜି ତୁ ମୋ ଜୀବନକୁ ବଞ୍ଚେଇ ଦେଇଛୁ। ମୁଁ ତତେ ଜନ୍ମ କରିନି ସତ, ହେଲେ ଆଜି ମତେ ଏତିକି ଟିକେ ସୁଯୋଗ ଦେ ବେଟା। ତ ଜନ୍ମ କଲା ମା ପରି ମୁଁ ତତେ କୋଳରେ ଧରିବି, ଆଉ ଆଜି ମୋ ନାଁ ସହିତ ତୋ ନାଁକୁ ମୁଁ ଦଉଛି ଯୋଡ଼ି। देखो अब तक प्रेम रे
बाबू आपण मो बेटा पाखकू देखा करबा को जिबे मो मो बेटार गोटे अमानत अछि बाबू मु सेटा नहीं आसुची आपण टिके मोर बेटा को सेटा को देई देबे मोर गोटे कथा अनुरोध रखिबे बाबू हेलो बेटा को आलोक बेटा को फांसे जीवा परे से माने हमको ता सब केबे भी देबेनी काई कि ना मैं मुसलमान अच्छु एले मो आलोक बेटा को देखिले लागे से को राजा घर रो पुओ ताको आपण आड़े बापा है ताको सब सत्कार करिवे मो ताको भलरे गंडे केबे खाइबा को देइनी बाबू ताको भलरे खुआई देबे नुआ ड्रेस पिंधिबा को देबे मो पुअर सब सत्कार करिवे बाबू एते के काम करिवे मो अनुरोध करूछी बाबू एटा से बेटा को जते बड़े मु धर्मपुर धर्मदांडरू पाइथिली ए चिठीटा तार पाखरे थिला आपण ए चिठीटा को मोर बेटा को देई देबे बाबू मोर बेटा को देई देबे किसी कहूना कहीं डैडी कौन से लिखाई कौन है कौन कहले आलोक आपण को पुओ कौन कहले बाबू आलोक आलोक बेटाटा आपण को पुओ अछि तमने आलोक भाई निज भाई अरे आलोक बेटाटा आपण को पुओ अछि सेहित लगे आपण चुप रह के धीरे धीरे कहउछती कहि पर ना धीरे जोर रे लाज लागो छ आपण को छे हो आलोक बपुआ हो आलोक बपुआ आलोक बपुआ ए दुनिया आगे पाजी स्वीकार करूची आलोक बपुआ आलोक बपुआ आलोक बपुआ सॉरी सर ओ दुनिया आगे स्वीकार करूची आलोक बपुआ आलोक बपुआ आलोक बपुआ सॉरी सर पहुंचवा विलंब हो गला मु गला बेल को आलोक भाई फांसी हो जाइथिला धर्म
सते की बालक ता कांडरे अछि आनंद ये सते की बालक আজি कहे देखो আজি कहे देखो पवित्र किताब मारे पानी ताना रे मना ना